ଅଗନା ଅଗନି ବନସ୍ତରେ ଗୋଟିଏ ମାଙ୍କଡ଼ ରହୁଥିଲା। ତାର ଗୋଟିଏ ଗୋଡ଼ ଛୋଟା ଥିଲା। ଦିନେ ସେ ଜଙ୍ଗଲରେ ଗଛରୁ ଗଛ ଡେଇଁ ଫଳ ଖାଇବାକୁ ଚେଷ୍ଟା କରୁଥିଲା। ସେତିକି ବେଳେ ତାର ଗୋଡ଼ ଗୋଟାଏ ଡାଳରେ ଖସିଗଲା ଆଉ ସେ ସିଧା ଯାଇ ଖାଲରେ ପଡ଼ିଗଲା। ସେତିକି ବେଳେ ସେଇ ବାଟ ଦେଇ ଜଣେ ସାଧୁ ଯାଉଥିଲେ। ସେ ମାଙ୍କଡ଼ର ଏମିତି ଅବସ୍ଥା ଦେଖି ତା ପାଖରେ ଯାଇ ପହଞ୍ଚିଲେ। ଆରେ ଆରେ, ଏଇ ଦେଖ, ମାଙ୍କଡ଼ଟା ଖାଲରେ ପଡ଼ିଛି। ଆରେ, ତୁ କାନ୍ଦୁଛୁ କାହିଁକି? ମୁଁ ତ ତତେ ଉଦ୍ଧାର କଲି। ଉଦ୍ଧାର କଲେ କଣ ହବ? ମୋର ଗୋଟେ ଗୋଡ଼ ଜନ୍ମରୁ ଛୋଟା, ଆଉ ଆଜି ମୋର ଆଉ ଗୋଟେ ଗୋଡ଼ ଭାଙ୍ଗିଗଲା। ଏବେ ମୁଁ କଣ କରିବି? ତୁ ବ୍ୟସ୍ତ ହନି, ମୁଁ ଏବେ ମୋ ମନ୍ତ୍ରଜଳ ସାହାଯ୍ୟରେ ତତେ ଭଲ କରିଦଉଛି। ସାଧୁ ଜଣକ ମାଙ୍କଡ଼କୁ ଉଦ୍ଧାର କଲେ, ହେଲେ ମାଙ୍କଡ଼ର ଦୁଇଟା ଯାକ ଗୋଡ଼ ଭାଙ୍ଗି ଯାଇଥିଲା। ସାଧୁ ଜଣକ ମାଙ୍କଡ଼ ଉପରେ ମନ୍ତ୍ରଜଳ ଛିଞ୍ଚି ଦେଲେ, ଆଉ ମାଙ୍କଡ଼ର ଦୁଇଟା ଯାକ ଗୋଡ଼ ସାଙ୍ଗେ ସାଙ୍ଗେ ଭଲ ହେଇଗଲା। ସେ ତାଙ୍କୁ ହାତ ଯୋଡ଼ି କହିଲା, ଧନ୍ୟବାଦ, ଆପଣଙ୍କ ପାଇଁ ମୁଁ ଆଜି ବହୁତ ବଡ଼ ବିପଦରୁ ରକ୍ଷା ପାଇଲି। ହେଲେ ମନେ ରଖିବୁ, ମୁଁ ତୋ ଉପରେ ଯୋଉ ମନ୍ତ୍ରଜଳ ଛିଞ୍ଚିଲି ସେଥିରେ ବହୁତ ଶକ୍ତି ଅଛି। ତୋ ଗୋଡ଼ ସାଧାରଣ ଦେଖାଯାଉଥିଲେ ବି ସେଥିରେ ତୁ ଅସାଧାରଣ କାମ କରିପାରିବୁ। ହେଲେ ମନେ ରଖିବୁ, ଯଦି ତୁ ୟାକୁ କୌଣସି ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରିବୁ, ତେବେ ୟାର ପରିଣତି ତତେ ଭୋଗିବାକୁ ପଡ଼ିବ। ମାଙ୍କଡ଼ କିନ୍ତୁ ସାଧୁମାନଙ୍କ ବରଦାନ ପାଇବା ପରେ ସେ ବରଦାନ ସତ କି ମିଛ ତାକୁ ସାଙ୍ଗେ ସାଙ୍ଗେ ପରୀକ୍ଷା କଲା। ସେଇପଟ ଦେଇ ଗୋଟେ ବାଘ ଯାଉଥିଲା। କିଓ ବାଘ ମାମୁଁ, କୁଆଡେ ଯାଉଛ କି? ମୁଁ ଯୁଆଡେ ଯାଏ ତୋର ସେଥିରେ କଣ ଅଛି? ନାଇଁ, ତମ ବିଷୟରେ ଗୋଟାଏ କଥା ଶୁଣିଲି ତ। କଣ ଶୁଣିଲୁ? ଶୁଣିଲି ତମ ଦେହରେ କୁଆଡେ ଆଉ ବଳ ନାହିଁ, ସେଥିପାଇଁ ଆଉ ଶିକାର କରିପାରୁନ। ତୋର ଏତେ ସାହସ? ସାମାନ୍ୟ ଗୋଟାଏ ମାଙ୍କଡ଼ ହେଇକେ ମହାବଳ ବାଘକୁ ଏମିତି କହୁଛୁ? କହ, ମୁଁ କଣ କଲେ ତୋର ବିଶ୍ୱାସ ହବ ଯେ ମୋର ବଳ ଅଛି? ଆଚ୍ଛା, ଏମିତି କଥା। ତାହେଲେ ଶୁଣ, ମୁଁ ତମକୁ ଗୋଟାଏ ଗୋଇଠା ମାରିବି। ତମେ ଯଦି ମୋ ଗୋଇଠା ସହିପାରିବ, ତାହେଲେ ମୁଁ ଜାଣିବି ତମ ଦେହରେ ଏବେ ବି ବଳ ଅଛି। ମାଙ୍କଡ଼ କଥା ଶୁଣି ବାଘ ରାଜି ହେଇଗଲା, ଆଉ ତା ପାଖରେ ଆସି ଛିଡ଼ା ହେଲା। ଆଉ ତାପରେ ମାଙ୍କଡ଼ ତାକୁ ଗୋଟାଏ ଶକ୍ତ ଗୋଇଠା ମାରିଲା। ବାଘ ଉଡ଼ି ଉଡ଼ି ଯାଇ ବହୁତ ଦୂରରେ ପଡ଼ିଲା, ଆଉ କହିଲା, ବାପରେ, ଇଏ କଣ ମାଙ୍କଡ଼ ନା ଅନ୍ୟ କୋଉ ପ୍ରାଣୀ? ବାଘ ଏଇ କଥା ଯାଇ ଜଙ୍ଗଲର ସବୁ ପଶୁପକ୍ଷୀ ମାନଙ୍କ ଆଗରେ କହିଲା। ବାଘ କଥା ଶୁଣିବା ପରେ ସିଂହ କହିଲା, ସେଇଟା ମାଙ୍କଡ଼ଟା, ସିଏ ଗୋଟେ ଗୋଇଠାଟା ମାରିଲା ଆଉ ତୁ ଯାଇ ଏତେ ଦୂରରେ ପଡ଼ିଲୁ। ମୁଁ ସତ କହୁଛି ମହାରାଜ, ମୋ କଥା ବିଶ୍ୱାସ କରନ୍ତୁ। ସେ ଖାଲି ଟିକେ ପାଦରେ ଛୁଇଁଛି, ମୁଁ ଉଡ଼ି ଉଡ଼ି ଯାଇ ବହୁତ ଦୂରରେ ପଡ଼ିଲି। ମହାରାଜ, ଏ କଥାକୁ ଅଣଦେଖା କଲେ ହବନି। ଚାଲନ୍ତୁ, ଆମେ ସମସ୍ତେ ସାଙ୍ଗ ହେଇ ସେ ମାଙ୍କଡ଼ ପାଖକୁ ଯିବା। ମାଙ୍କଡ଼ ଗୋଟେ ଗଛରେ ବସି କୋଳି ଖାଉଥିଲା। ସବୁ ପଶୁମାନେ ଯାଇ ତା ପାଖରେ ପହଞ୍ଚିଲେ। ଏଇ ତ ମାଙ୍କଡ଼ ସେଇ ଗଛରେ ବସିଛି। ଏ ମାଙ୍କଡ଼, ତଳକୁ ଆ। କାଇଁ ତୋ କଥାରେ? ଆରେ, ତୁ କେଡ଼େ ଅଭଦ୍ରଟା, ତୁ ମହାରାଜଙ୍କୁ ତୁ କହୁଛୁ? ଦେଖିଲେ ତ ମହାରାଜ, ୟାର ସବୁ ଫୁଟାଣି ସେଇ ଗୋଡ଼ ପାଇଁ। ତୁ ତଳକୁ ଆସିବୁ ନା ମୁଁ ଉପରକୁ ଯିବି? ଏଇ ରହ, ମୁଁ ଯାଉଛି। ମାଙ୍କଡ଼ ତଳକୁ ଡେଇଁଲା ଆଉ ସିଂହକୁ ଗୋଟାଏ ଶକ୍ତ ଗୋଇଠା ମାରିଲା।
ସିଂହ ଉଡ଼ି ଉଡ଼ି ଯାଇ ବହୁତ ଦୂରରେ ପଡ଼ିଲା। ସିଂହ ମହାରାଜଙ୍କ ଉପରେ ମାଡ଼ ହବାର ଦେଖି ସବୁ ପଶୁ ପକ୍ଷୀ ସେଠୁ ଚାଲିଗଲେ। ସମସ୍ତେ ଯାଇ ଗୋଟାଏ ଗୁମ୍ଫା ଭିତରେ ଲୁଚିଲେ। ମାଙ୍କଡ଼ ଏବେ ବଣରେ ନିର୍ଭୟରେ ବୁଲିଲା। ତାର ଗର୍ବ ବହୁତ ବଢ଼ିଗଲା। ଦିନେ ମାଙ୍କଡ଼ ବଣ ବାହାରକୁ ବୁଲିବାକୁ ବାହାରିଲା। ଏଠି ରହି ରହି ଆଉ ଭଲ ଲାଗୁନି। ସବୁ ପଶୁ ପକ୍ଷୀ ଯାଇ କୋଉଠି ଲୁଚିଛନ୍ତି କେଜାଣି। ଟିକେ ବଣ ବାହାରେ ଯାଇ ବୁଲି ଆସିଲେ ଭଲ ହୁଅନ୍ତା। ମାଙ୍କଡ଼ ଏବେ ବଣ ବାହାରକୁ ଚାଲିଲା। ନଈକୂଳରେ ପହଞ୍ଚି ଦେଖିଲା ଗୋଟିଏ ଜାମୁକୋଳି ଗଛରେ ପେନ୍ଥା ପେନ୍ଥା ଜାମୁକୋଳି ଲଦି ହେଇଛି। ମାଙ୍କଡ଼ର ତ ଜାମୁକୋଳି ପ୍ରତି ବହୁତ ଲୋଭ। ତଳେ କିଏ ବସିଛି ନ ଦେଖି ସେ ସିଧା ଗଛ ଉପରକୁ ଚଢ଼ିଗଲା। ଆରେ ବାଃ, କେତେ ସୁନ୍ଦର କୋଳି ହେଇଛି। ହଁ, ବହୁତ ସୁଆଦିଆ। ଗୋଟେ କାମ କଲେ ହବ, ଗଛକୁ ହଲେଇ ଦେଲେ ଯେତେ କୋଳି ଅଛି ସବୁ ତଳେ ପଡ଼ିଯିବ। ତାକୁ ଗୋଟେଇକି ମୁଁ ନେଇଯିବି। ମାଙ୍କଡ଼ ଗଛକୁ ଜୋରରେ ହଲେଇଲା। ମାଙ୍କଡ଼କୁ ବରଦାନ ଦେଇଥିବା ଋଷି ଜଣକ ଜାମୁକୋଳି ଗଛ ତଳେ ବସି ତପସ୍ୟା କରୁଥିଲେ। ତାଙ୍କ ଉପରେ ଗଛର ପତ୍ର ଆଉ କୋଳିତକ ଯାଇ ପଡ଼ିଲା। ତାଙ୍କ ତପସ୍ୟା ଭାଙ୍ଗିଗଲା। ଋଷି ଖୁବ୍ ଜୋରରେ ରାଗିଗଲେ। ଗଛ ଉପରେ ଯିଏ ବି ଚଢ଼ିଛ ଆଉ ଯୋଉ ଗୋଡ଼ରେ ଚଢ଼ିଛ, ତମର ସେ ଗୋଡ଼ ଭାଙ୍ଗି ଯାଉ। ତମେ ସବୁଦିନ ପାଇଁ ଅକର୍ମଣ୍ୟ ହେଇଯାଅ। ମାଙ୍କଡ଼ ଦୁମ୍ କରି ତଳକୁ ପଡ଼ିଲା। ତାକୁ ଦେଖି ଋଷି କହିଲେ, ମାଙ୍କଡ଼ ତୁ? ହଁ ଋଷିବର, ମୋ ଗୋଡ଼ ଭଲ କରିବା ପାଇଁ ଆପଣ ମତେ ବର ଦେଇଥିଲେ। ହେଲେ ତୋର ତ ଦେଖୁଛି ଔଦ୍ଧତ୍ୟ ବଢି ଯାଇଛି। ଭଲ ହେଲା, ତୁ ଯୋଉ ଅବସ୍ଥାରେ ଥିଲୁ ପୁଣି ଥରେ ସେଇ ଅବସ୍ଥାକୁ ଫେରି ଆସିଲୁ। ତୁ ସବୁଦିନ ପାଇଁ ଅକର୍ମଣ୍ୟ ହେଇଗଲୁ। କାନ ମୁଣ୍ଡା ଆଉଁସି ମାଙ୍କଡ଼ ଋଷିଙ୍କ ପାଖରୁ ବଣକୁ ଫେରିଲା। ସୁଖ ହଉ କି ଦୁଃଖ, ସବୁ କିଛି କ୍ଷଣସ୍ଥାୟୀ। ତେଣୁ ସୁଖ ସମୟରେ ଗର୍ବ କରିବା ଠିକ୍ ନୁହଁ।